ବାହାଘର ପରେ ମାନୁ ପ୍ରଥମ ଥର ଆସିଥାଏ ବାପ ଘରକୁ। ସ୍ୱାମୀ କାର୍ତ୍ତିକ କୌଣସି ଜରୁରୀ କାମ ଥିବା ଯୋଗୁଁ ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ଚାଲିଗଲେ। କଥା ଥିଲା ତା ପରଦିନ ଆସି ନେଇଯିବେ ତାକୁ। ମାନୁ ଆସିଲା ପରଠାରୁ ଘର ଗୋଟାକ ଯାକ ଲୋକ ତାକୁ ବେଡ଼ି ବସିଛନ୍ତି। ବଡ଼ ମା, ଖୁଡ଼ି, ଅପା, ଭାଇ, ଭାଉଜ, ବୋଉ, ବାପା, କାକା ସମସ୍ତେ ତାକୁ ଏମିତି ଆଦର ସତ୍କାର କରୁଛନ୍ତି ଯେମିତି ସିଏ ଏକ ବଡ଼ VIP ଗେଷ୍ଟ। ଆଉ ସାନ ଭଉଣୀ କହୁଥିଲା, ୱା ଦିଦି ଜାଣିଛୁ, ମୋ ସାଙ୍ଗମାନେ କହୁଥିଲେ ନା ତୋ ଦିଦି ଆଉ ଜିଜୁଙ୍କ ଯୋଡ଼ି ପୁରା ଲୈଲା ମଜନୁଙ୍କ ଯୋଡ଼ି ପରି, ମାନେ ରବ ने बड़ी फुर्सत में उन दोनों का जोड़ी बनाया होगा। ଆଉ ବଡ଼ ମା ପାଟି କରି କହୁଥିଲେ, ଆହା ମୋ ଛୁଆଟାକୁ ଟିକେ ଛେପ ପକେଇ ଦିଏ, ଏମାନେ କେମିତି ତାଙ୍କ ଦୁଇ ଜଣଙ୍କ ଉପରେ ନଜର ପକାଉଛନ୍ତି। ଆଉ ଏମିତି କହି ମେଞ୍ଚେ ହେବ ଛେପ ପକେଇଦେଲେ ତା ଛାତି ଉପରେ। ଏ ବଡ଼ ମା କ'ଣ କରୁଛ, ଏମିତି କହୁଥିଲେ ବଡ଼ ଭାଇ। ଖୁଡ଼ି କହୁଥିଲେ, ଆହା ଆମ ମାନୁଟା କେତେ ଶୁଖିଯାଇଛି, ଶାଶୁ ଘରେ ତୋତେ କ'ଣ କେହି ଖାଇବାକୁ ଦେଉନାହାନ୍ତି କି? ଆଉ ଠିକ୍ ସେତିକି ବେଳେ ଭାଉଜ ଆସିଲେ। ଭାଉଜ ଆସି କହି ଉଠିଲେ, ଆମ କାର୍ତ୍ତିକ ଯେମିତି ପିଲା ନା, ସିଏ କ'ଣ ଆମ ମାନୁକୁ ଭୋକିଲା ରଖୁଥିବ କି? ତାପରେ ସବୁ ହସି ଉଠିଲେ ଫେଁ ଫେଁ ହେଇ। ହାସ୍ୟରଳରେ ପୁରି ଉଠୁଥିଲା ପୁରା ଘରଟା। କିନ୍ତୁ ମନ ଖୋଲି ହସି ପାରୁନଥିଲା ମାନୁ। ଆଦୌ ସେ ସହଜ ହେଇପାରୁନଥିଲା। ସମସ୍ତଙ୍କ ଥଟ୍ଟା ମଜା ତାକୁ କେମିତି ଆହୁରି ଦୁଃଖୀ ଦୁଃଖୀ କରିଦେଉଥିଲା। ତା ବୋଉ କିନ୍ତୁ ଲକ୍ଷ୍ୟ କରିଥିଲେ ତାର ଏଇ ଦୁଃଖୀ ଦୁଃଖୀ ଚେହେରାକୁ ଆଉ ତା ଉଦାସୀନ ଭାବକୁ। କିଛି ତ ଗୋଟାଏ ଘଟଣା ନିଶ୍ଚୟ ଘଟିଛି, ଯାହାକି ମାନୁ ଭଳି ହସ୍କୁରିଆ ଝିଅକୁ ଏକଦମ ଚୁପଚାପ କରିଦେଇଛି। ଯେତେ ହେଲେ ମାଆର ମନ, ଛୁଆର ଟିକିଏ ବି କଷ୍ଟ ଦେଖିଲେ ତା ହୃଦୟଟା ଖଣ୍ଡ ଖଣ୍ଡ ହେଇଯାଏ। ତେଣୁ ସେ ରାତିରେ ମାନୁକୁ ନିଜ ରୁମ୍ରେ ଶୋଇବା ପାଇଁ ବାଧ୍ୟ କଲେ। ମାନୁ ଯେତେବେଳେ ଶୋଇବାକୁ ଆସିଲା, ସେ ପଚାରିଲେ, କ'ଣ ହେଇଛି ମାନୁ? ତୁ ଆସିବାଠାରୁ ମୁଁ ଲକ୍ଷ୍ୟ କରୁଛି ତୁ କେମିତି ଗୁମସୁମ ରହୁଛୁ। ତୋ ଶାଶୁ ଘରେ ସମସ୍ତେ ଭଲ ତ? ସେମାନେ ତୋ ସହ ଭଲ ବ୍ୟବହାର କରନ୍ତି ତ? ନା ଜ୍ୱାଇଁ ପୁଅ ତୋତେ କିଛି କହିଲେ? ମାନୁ କହିଲା, ନା ବୋଉ, ସେ ଭାରି ଭଲ, ସେ କାହିଁକି ମୋତେ କିଛି କହିବେ? ଆଉ ତାହେଲେ ତୋ ମନ ଦୁଃଖର କାରଣଟା କ'ଣ ମାନୁ? ତୋ ଶାଶୁଙ୍କୁ ଦେଖିଲେ ଲାଗେ ସେ ଭାରି ଷ୍ଟ୍ରିକ୍ଟ। ସେ ତୋତେ କିଛି ଇଆଡ଼ୁ ସିଆଡ଼ୁ କହିଛନ୍ତି କି? ମୋତେ ତୋ ଶାଶୁଙ୍କ ରଙ୍ଗଢଙ୍ଗ କଥାବାର୍ତ୍ତା ଦେଖି ଲାଗୁଛି ସିଏ ହିଁ ତୋତେ କିଛି କହିଥିବେ। ଏତିକି ଶୁଣିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ଉଠିଲା ମାନୁ। ଆରେ କ'ଣ ହେଲା ମାନୁ? ମା ତୁ କାନ୍ଦୁଛୁ କାହିଁକି? ମୋ ଅନୁମାନ ତାହେଲେ ଠିକ୍, ତୋ ଶାଶୁ ଗୋଟେ ଶୈତାନ। ଆହା ମୋ ଗେଲି ଝିଅଟାକୁ ଏଇ କିଛି ଦିନ ମଧ୍ୟରେ କେତେ ଅତ୍ୟାଚାର ନ କରିଛି। ମୋ ଝିଅ ସୁଖୀ ପୁରା କଣ୍ଟା ହେଇଗଲାଣି। ଦେଖ ମା, ତୁ ଜ୍ୱାଇଁ ପୁଅଙ୍କୁ କହି ତୁ ସେମାନଙ୍କଠାରୁ ଜଲ୍ଦି ଅଲଗା ହେଇଯା, ନହେଲେ ସେ ଡାହାଣୀ ବୁଢ଼ୀ ମୋ ଝିଅକୁ ବଞ୍ଚି ଥାଉ ଥାଉ ମାରିଦେବ। ସେମାନେ ସମସ୍ତେ ଜଣେ ଜଣେ ରାକ୍ଷସ। ମାନୁ ହଠାତ୍ ଆଶ୍ଚର୍ଯ୍ୟ ହୋଇ ଚିହିଁକି ଉଠିଲା। ଚୁପ୍ କର ବୋଉ, ତୁ କାହାକୁ କ'ଣ କହୁଛୁ ଜାଣିପାରୁଛୁ? ମାନୁ ଚିତ୍କାର କରି କହିଲା, ସେ ମୋ ଶାଶୁ, ସେ ଜଣେ ଦେବୀ। ତାଙ୍କ ଭଳି ଜଣେ ଭଲ ମଣିଷ ଏଇ ଦୁନିଆରେ ମିଳିବା ବିରଳ। ଜାଣିଛୁ ମୋତେ କେତେ ସ୍ନେହ କରନ୍ତି ସେ, ନିଜ ଝିଅ ଭଳି ମୋତେ ରଖିଛନ୍ତି। ଏ ଅଳ୍ପ ଦିନ ଭିତରେ ମୁଁ ଯେତିକି ତାଙ୍କୁ ବୁଝିଛି, ବୋଧେ ତାଙ୍କଠାରୁ ଭଲ ମା ଏ ଦୁନିଆରେ ଆଉ କେହି ନଥିବେ। ଆଉ ମୋ ଶାଶୁ ଘରେ ସଭିଏଁ ଭାରି ଭଲ ପାଆନ୍ତି ମୋତେ। ମାନୁ କଥା ଶୁଣି ତା ବୋଉ କହିଲେ, ତୋ ଶାଶୁଘର ଯଦି ସମସ୍ତେ ତୋତେ ଏତେ ଭଲ ପାଆନ୍ତି, ତୋତେ ଏତେ ସ୍ନେହ କରନ୍ତି, ତାହେଲେ ତୋ ଦୁଃଖର କାରଣଟା କ'ଣ? ହଁ ବୋଉ, ତୁ ଯଦି ଶୁଣିବାକୁ ଚାହୁଁଛୁ ତେବେ ଶୁଣେ। ମୋ ଦୁଃଖର କାରଣ ହେଉଛୁ ତୁ। ମୁଁ? ଆରେ ଆଜି ଯାଏଁ ଯାହା କୋଳରେ ବଡ଼ ହେଲୁ, ଆଜି ଯାଏଁ ଯାହା ପଣତ ଛାଇରେ ବଢ଼ିଲୁ, ଆଜି ସେ ତୋ ଦୁଃଖର କାରଣ ହେଇଗଲା? କ'ଣ ମୋର ଭୁଲ? ତୁମମାନଙ୍କୁ ଅତ୍ୟଧିକ ଭଲ ପାଇବା, ନା ତୁମର ସବୁ ଅଭିଳାଷକୁ ମା ହିସାବରେ ପୂରଣ କରିବା? ହଁ, ଏମିତି କହି ବୋଉ କଇଁ କଇଁ ହେଇ କାନ୍ଦି ଉଠିଲେ। ନା ବୋଉ, ତୁ ମୋତେ ଭୁଲ ବୁଝନା। ଜଣେ ମା ହିସାବରେ ନା ତୁ ଦୁନିଆର ବେଷ୍ଟ ମା। ତୋ ସନ୍ତାନଙ୍କ ପ୍ରତି ତୋ ମନରେ ଅଜସ୍ର ଭଲ ପାଇବା ଆଉ ମମତା। କିନ୍ତୁ ତୁ ଥରେ ନିଜ ହୃଦୟକୁ ପଚାରେ ବୋଉ, ଜଣେ ଶାଶୁ ହିସାବରେ ତୁ ଆଜି ଯାଏଁ ଭାଉଜଙ୍କ ପ୍ରତି ଯେଉଁ ବ୍ୟବହାର କରିଛୁ, ଭାଉଜ ଏ ଘରକୁ ଆସିବା ଦିନଠୁ ଆଜି ଯାଏଁ ତୁ କେବେ ଭାଉଜଙ୍କୁ ଟିକେ ସ୍ନେହ ଆଦର ଦେଇଛୁ? ସବୁବେଳେ ଚିଡ଼ଚିଡ଼ି ହେଉ ତାଙ୍କ ଉପରେ। ମନେ ଅଛି ବୋଉ, ଭାଉଜ ନୂଆ ହୋଇ ଆସିଥିବା ବେଳେ ଦିନେ ସକାଳୁ ଉଠିବାକୁ ଟିକେ ଡେରି ହେଲା ବୋଲି ତୁ ଘରେ ପୁରା ଖଣ୍ଡ ପ୍ରଳୟ ସୃଷ୍ଟି କରିଦେଇଥିଲୁ। ଆଉ ସେଇଦିନ ମୋ ଶାଶୁ ଘରେ ମୁଁ ଟିକେ ଉଠିବା ବିଳମ୍ବ ହେଲା। ମୁଁ ଡରି ଡରି ତରତର ହେଇ ଉଠି ଫ୍ରେଶ୍ ହେଇ ଆସିବା ବେଳକୁ ମୋ ଶାଶୁ ମୋ ପାଇଁ ଚା ନେଇ ଆସିଛନ୍ତି। ମୁଁ ପୁରା ଡରି ଯାଇଥିଲି। ଆଜି ମୋ ଉପରେ ନିଶ୍ଚିତ ଗାଳି ବର୍ଷଣ ହେବ। ତେଣୁ ମୁଁ ଡରି ଡରି କହିଲି,
ସରି ମମି, ଟିକେ ଲେଟ୍ ହେଇଗଲା, କିନ୍ତୁ କାଲିଠାରୁ ନା ମୁଁ ଠିକ୍ ସମୟରେ ଉଠି ପଡ଼ିବି। ହଁ ମମି ହସି ଦେଇ କହିଲେ, ହଁ ରେ ମା, ବାହାଘର ଧାଁ ଧପଡ଼ର କ୍ଳାନ୍ତି ଯୋଗୁଁ ଏମିତି ହୁଏ, କିଛି କଥା ନାହିଁ, ଧୀରେ ଧୀରେ ସବୁ ଠିକ୍ ହେଇଯିବ। ଜାଣିଛୁ ବୋଉ, ତାଙ୍କରି ସେଇ ପଦିଏ କଥାରେ ମୋ ମନର ସବୁ ଭୟ ନିମିଷକ ମଧ୍ୟରେ ଉଭେଇଗଲା। ଆଉ ତୋର ମନେ ଅଛି ବୋଉ, ଦିନେ ଭାଉଜ ତରକାରୀରେ ଟିକେ ଅଧିକ ଲୁଣ ଦେଇ ଦେଇଥିଲେ, ସେଥିପାଇଁ ତୁ ଭାଉଜଙ୍କୁ ଯାହା ତ ଗାଳି ଦେଲୁ, ତାଙ୍କ ବାପା ମାଆଙ୍କୁ ମଧ୍ୟ ବହୁତ ଗାଳି ଦେଇଥିଲୁ। କେମିତିକା ବାପା ମା କେଜାଣି, ଛୁଆକୁ କିଛି ଶିଖେଇ ନାହାନ୍ତି ବୋଲି। ସେଦିନ ଅନେକ ବେଳେ ଯାଇ କାନ୍ଦିଥିଲେ ଭାଉଜ। ମୁଁ ମୋ ଭାଇ ଭାଉଜଙ୍କୁ ବହୁତ ବୁଝେଇଥିଲୁ ଯେ ବୋଉ ଉପରକୁ ସିନା ରାଗି, ତା ଭିତରଟା ଭାରି କୋମଳ। କିନ୍ତୁ ମୋ ଶାଶୁ ଘରେ ଦିନେ ଭଜା ପଡ଼ିଗଲା ବୋଲି ଦିଅର ରାଗିକି କହିଲେ, ଛି ଭାଉଜ, ୟାକୁ କ'ଣ ମଣିଷ ଖାଆନ୍ତି? କୌଣସି ପଶୁ ମଧ୍ୟ ୟାକୁ ଛୁଇଁବେ ନାହିଁ। ଏମିତି କହି ରାଗରେ ଉଠି ଚାଲି ଯାଉଥିଲେ। ମୋ ଶାଶୁ କିନ୍ତୁ ତାଙ୍କୁ ଜବରଦସ୍ତି ଆଣି ଖାଇବା ପାଖରେ ବସେଇ କହିଲେ, ମଣିଷ ମାତ୍ରେକେ ଭୁଲ ହେବା ସ୍ୱାଭାବିକ। ତା ଛଡ଼ା ତୋ ଭାଉଜ ଏ ଘରେ ନୂଆ, ଘରର ବଡ଼ଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରିବା ଉଚିତ ସେ କଥା ସବୁବେଳେ ତୁମମାନଙ୍କର ମନେ ରହିବା ଦରକାର। ତା ଛଡ଼ା ସେ ସବୁକିଛି ଏବେ ନୂଆ ନୂଆ ଶିଖୁଛି। ତାକୁ ସବୁ ଜିନିଷରେ ପରଫେକ୍ଟ ହେବା ପାଇଁ କିଛି ଦିନ ସମୟ ବି ଲାଗିବ। ତେଣୁ ଆମେ ସମସ୍ତେ ତାକୁ ସବୁ କଥାରେ ସହଯୋଗ କରିବା ଦରକାର, ଆଉ ଏଇଟା ଆମର କର୍ତ୍ତବ୍ୟ ବି। ସେତେବେଳେ ମୋ ମନ ହେଉଥିଲା ମମିକୁ କୁଣ୍ଢେଇକି ଧରି ଘେରାଇ ବୁଲି ପଡ଼ିବାକୁ। ବୋଉ ତୋର ମନେ ଅଛି, ଦିନେ ଭାତ ଗାଳିବା ବେଳେ ପେଜ ପଡ଼ିଗଲା ଭାଉଜଙ୍କର ହାତ ଗୋଡ଼ରେ। ଏଡ଼େ ଏଡ଼େ ବଡ଼ ସବୁ ଫୋଟକା ହେଇଯାଇଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ତୁ ସମବେଦନା ତ ଦେଖେଇଲୁନି, ଓଲଟି କହିଥିଲୁ, ଏମିତି ସାମାନ୍ୟ ଆଘାତ ଯଦି ମଣିଷ ସମ୍ଭାଳି ପାରିବ ନାହିଁ, ତାହେଲେ ଆଗକୁ ନିଜର ଘର ସଂସାର କେମିତି ସମ୍ଭାଳିବ? ଆଉ ତାପରେ ମେଞ୍ଚେ ଲୁଗାପଟା ଆଣି ଥୋଇ ଦେଇଥିଲୁ ଇସ୍ତ୍ରୀ କରିବା ପାଇଁ। ଜାଣିଛୁ, ମୁଁ ସେଦିନ ତାଙ୍କ ହାତରେ ଆଉ ଗୋଡ଼ରେ ଅଏଣ୍ଟମେଣ୍ଟ ଲଗାଇ ଦେଇ ଲୁଗା ସବୁତକ ପ୍ରେସ୍ କରିଥିଲି। ଆଉ ସେଦିନ ମୋର ତୋ ଉପରେ ନା ଭାରି ରାଗ ହେଉଥିଲା। ତୋତେ ଯେତେ ବୁଝେଇଲେ ବି ତୁ କ'ଣ ବୁଝିବା ଅବସ୍ଥାରେ ଥିଲୁ ନା ବୁଝୁଥିଲୁ? ଓଲଟି ଆମ କଥା ଶୁଣି ଚିଡ଼ିଚିଡ଼ି ହେଉଥିଲୁ ଭାଉଜଙ୍କ ଉପରେ। ତେଣୁ ଆମେ ସବୁ ଦେଖି ଶୁଣି ବି ଚୁପ୍ ରହିଯାଉଥିଲୁ ଧୀରେ ଧୀରେ। କିନ୍ତୁ ମୋ ଶାଶୁଙ୍କୁ ଦେଖେ, ସେଦିନ ରୋଷେଇ କରିବା ବେଳେ ସାମାନ୍ୟ ଟିକେ ତେଲ ଛିଟିକି ପଡ଼ି ଫଟକାଟିଏ ହେଇଗଲା। ଆଉ ଏଇ ଫଟକା ଟିକେ ହେଇଗଲା ବୋଲି ମୋତେ ଆଉ ଆଦୌ ରୋଷେଇ ଘରକୁ ଛାଡ଼ୁନାହାନ୍ତି ମମି। ମୋତେ କହୁଛନ୍ତି, ତୁ ମୋ ପାଖେ ପାଖେ ରହି ସବୁ ଦେଖ, ଧୀରେ ଧୀରେ ତୁ ବି ସବୁ ଶିଖିଯିବୁ। ନୂଆ ନୂଆ ଏମିତି ଅନେକ ଘଟଣା ଆଉ ଦୁର୍ଘଟଣା ଘଟେ ମା। ଜାଣିଛୁ ବୋଉ, ମମି ଅନେକ ଥର ମୋତେ କହିଛନ୍ତି, ମାରେ ମୁଁ ବି କେବେ ବୋହୂ ଥିଲି। ମୋ ଶାଶୁ ମୋତେ ଯେମିତି ସ୍ନେହ ଆଦର କରୁଥିଲେ, ମୁଁ ମଧ୍ୟ ସେମିତି ତୁମମାନଙ୍କୁ ଭଲ ପାଏ। ଏହି ପ୍ରଥା ବୋହୂ ପରେ ଶାଶୁର ହେବା ପିଢ଼ି ପରେ ପିଢ଼ି ଚାଲିଥିବ। କିନ୍ତୁ ଆମେ ସମୟ ଓ ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରିବା ବି ଦରକାର। ଆମ ଢାଞ୍ଚା, ଆମ ନିୟମ କାନୁନ ଆମ ପରବର୍ତ୍ତୀ ପିଢ଼ିକୁ ସୁହାଇବା ଭଳି ହେବା ବି ନିହାତି ଦରକାର, ଯାହାକୁ କି ସବୁ କିଛି ଭଲ ପାଇବେ ଓ ସେମାନେ ନିଜେ ମଧ୍ୟ ଖୁସିରେ ରହିବେ ଓ ଅନ୍ୟକୁ ମଧ୍ୟ ଖୁସିରେ ରଖିବା ପାଇଁ ଚେଷ୍ଟା କରିବେ। ଆବଶ୍ୟକ ବେଳେ ଶାଶୁମାନେ ବି ବୋହୂମାନଙ୍କୁ ସାହାଯ୍ୟ କରିବା ଦରକାର। ଏହା କହି ଚୁପ୍ ହେଇଯିବା ଆଦୌ ଉଚିତ ନୁହେଁ ଯେ ଆଜି ଆମେ ଖଟୁଛୁ, କାଲି ସେମାନେ ଖଟିବେ। ଆଜି ସେମାନେ ଖଟୁଛନ୍ତି, ଆମେ ଆଉ କାହିଁ କରିବୁ? ସେ ଖଟୁ, ଆମେ ଆରାମ କରିବା। ଏଇଟା ଆଦୌ ଠିକ୍ କଥା ନୁହେଁ ବୋଉ। ବୋଉ, ତୁ ତୋର ବୋହୂ ବେଳେ କଥା ମନେ ପକା। କୌଣସି ଭୁଲ ଠିକ୍ ହେଇଗଲେ ଜେଜେମା ଗାଳି ଦେଲେ ତୁ କେମିତି ଆମ ଆଗରେ ଆସି କାନ୍ଦୁ, ମନ ଦୁଃଖ କରୁ। ତୋତେ ଜେଜେମାଙ୍କ କଥା କଷ୍ଟ ଦେଉଥିଲା। ଆମେ ଛୋଟ ଥିଲୁ, ତଥାପି ତୋ ଲୁହ ଦେଖି ଆମେ କାନ୍ଦି ପକାଉଥିଲୁ। କିନ୍ତୁ ତୁ କାହିଁକି ଆଜି ଭୁଲି ଯାଉଛୁ ଯେ ତୁ ବି କେବେ ବୋହୂ ଥିଲୁ ବୋଲି? ଦୁନିଆର ସବୁ ଶାଶୁମାନେ ଯଦି ନିଜ ବୋହୂମାନଙ୍କୁ ନିଜ ଝିଅ ଭଳି ସ୍ନେହ ଆଦର କରନ୍ତେ, ତାହେଲେ ହୁଏତ କୌଣସି ଝିଅ ଶାଶୁଘର ନାଁ ଶୁଣି ଡରନ୍ତା ନାହିଁ। ରାତି ଅନେକ ହେଇସାରିଥିଲା ସେତେବେଳକୁ। ମାନୁ କହିଲା ତା ବୋଉକୁ, ବୋଉ, ତୁମକୁ ନିଦ ଲାଗୁଥିବ, ତୁମେ ଯାଅ ଶୋଇପଡ଼, ଆଉ କାଲିକି ଆମେ କଥା ହେବା। ତା ପରଦିନ ସକାଳୁ ସକାଳୁ ବୋଉ ଜୋରରେ ପାଟି କରି ଡାକୁଥିଲେ ରୁବି ଭାଉଜଙ୍କୁ। ଆଲୋ ରୁବି, କୁଆଡ଼େ ଗଲୁ? ଜଲ୍ଦି ଆ। ବୋଉଙ୍କ ପାଟି ଶୁଣି ସଭିଏ ଦୌଡ଼ି ଆସିଲେ ରୋଷେଇ ଘରକୁ। ସକାଳୁ କାହିଁକି ଆଜି ବୋଉ ଏତେ ବଡ଼ ପାଟି କରୁଛନ୍ତି ବୋଲି ମାନୁ ବି ମନ ଦୁଃଖରେ ଆସିଲା ବୋଉ ଡାକ ଶୁଣି। ଡରି ଡରି ଦୌଡ଼ି ଆସିଲେ ଭାଉଜ। ଭାଉଜଙ୍କୁ ଦେଖି ବୋଉ କହିଲା, ତୋର ଆଉ ଆଜିଠାରୁ ସକାଳୁ ସକାଳୁ ରୋଷେଇ ଘରକୁ ଆସିବା ଦରକାର ନାହିଁ। ଭାଉଜ ଡରିଗଲେ, ଆଉ ଡରି ଡରି କହୁଥିଲେ, କ'ଣ ହେଲା ବୋଉ, ମୋର ଭୁଲ କ'ଣ? ମୁଁ ତ ଆସୁଥିଲି ଚାହା ବନେଇବା ପାଇଁ,
କିନ୍ତୁ ଆପଣ କାହିଁକି ଆସିଲେ? ବୋଉ ଭାଉଜଙ୍କୁ ହସି କହୁଥିଲା, ଆରେ ସବୁଦିନ ତୁ ତ ଚାହା ବନଉଛୁ, ନେ ଏ ଚାହାଟା ପିଇଦେ, ଥଣ୍ଡା ହେଇଯିବ ଯେ। କେବେ କେବେ ମୋତେ ବି କିଛି କରିବାକୁ ଦେ। ଯଦି କୌଣସି ଦିନ କିଛି ଭୁଲ ଭଟକା ପାଇଁ ମୁଁ ରାଗିକି କିଛି କହିଦେଇଥାଏ, ତେବେ ମୋତେ ଭୁଲ ବୁଝିବୁନି। କାରଣ ତୋ ମମି ବି କ'ଣ ତୋତେ କେବେ ବି ଭୁଲ କଲେ କିଛି କହନ୍ତିନି ନା ଗାଳି ଦିଅନ୍ତି ନାହିଁ? ତୁ କ'ଣ ତାଙ୍କ ଉପରେ ରାଗୁ? ଭାଉଜ ଓ ବୋଉଙ୍କର ଏମିତି ପରିବର୍ତ୍ତନ ଦେଖି ଭାଉଜ ସେଦିନ ବହୁତ ଖୁସି ହେଉଥିଲେ। ଆଉ ସବୁଠୁ ଖୁସି ହେଉଥିଲା ମାନୁ। ଯଦି କାହାଣୀଟି ଆପଣଙ୍କୁ ଭଲ ଲାଗିଥିବ ତାହେଲେ କମେଣ୍ଟ ବକ୍ସରେ ଜଣାଇବେ ଏବଂ ଚ୍ୟାନେଲକୁ ଯଦି ନୂଆ ଆସିଥିବେ ତାହେଲେ ଦୟାକରି ସବସ୍କ୍ରାଇବ୍ କରିନେବେ। ରହୁଛି, ଜୟ ଜଗନ୍ନାଥ।